ମୁଁ କେବେ ବି ବିଜେଡିରେ ନଥିଲି। ଏଇଟା ଆପଣମାନଙ୍କର ଗୋଟେ ଭ୍ରମ ଧାରଣା। କାହିଁକିନା ମୁଁ ବିଜୁ ପଟ୍ଟନାୟକଙ୍କର ପୁତୁରା ହିସାବରେ ମୁଁ ନବୀନ ନିବାସରେ ଥିଲି ଏବଂ ତାପରେ ପରେ ନବୀନ ବାବୁ ଯେତେବେଳେ ଆସିଲେ 1997 ମସିହାରେ ବିଜୁ ବାବୁ ଚାଲିଯିବା ପରେ ସେତେବେଳେ ମା ମୋତେ ଦାୟିତ୍ୱ ଦେଇଥିଲେ ଯେ ତୁମ ହମେଶା ପପୁ କା ସାଥ ରେହନା। ଏଇଥିପାଇଁ ମୁଁ ସଦାବେଳେ ନବୀନ ବାବୁଙ୍କ ସାଥିରେ ଥିଲି। ମୁଁ କେବେ ବିଜେଡିରେ ନଥିଲି। ଆରେ ମୁଁ ବହୁତ ଖୁସି ଯେ ମୁଁ ଭାରତୀୟ ଜନତା ପାର୍ଟିରେ ସାଧାରଣ ସଦସ୍ୟ ହିସାବରେ ଯୋଗଦେଲି। ମୁଁ ଅତ୍ୟନ୍ତ ଗର୍ବିତ। ମୁଁ ମୋଦିଜୀଙ୍କ ପାଇଁ ଗର୍ବିତ ଏବଂ ଅମିତ ଶାହଙ୍କ ପାଇଁ ଗର୍ବିତ, ଯେଉଁମାନେ କି ଆମ ଦେଶ ପାଇଁ ବହୁତ କିଛି କରିଛନ୍ତି ଏବଂ ଆଗକୁ ତାଙ୍କର ସ୍ୱପ୍ନ ଅଛି କରିବା ପାଇଁ। ଯଦି ଆମେ ଗୁଣ୍ଡୁଚି ମୂଷା ହିସାବରେ ତାଙ୍କୁ କିଛି ସାହାଯ୍ୟ ସହଯୋଗ କରିପାରୁ ତାହେଲେ ମୁଁ ନିଜକୁ ଧନ୍ୟ ମନେ କରିବି। ନିଶ୍ଚିତ ବର୍ତ୍ତମାନ ପରିସ୍ଥିତି ଡବଲ ଇଞ୍ଜିନ ରିକ୍ୱାରମେଣ୍ଟ ହେଉଛି, ଯେହେତୁ କି ବର୍ତ୍ତମାନ ଆପଣମାନେ ଜାଣିଛନ୍ତି ଓଡ଼ିଶାରେ ଶାସନ କିଭଳି ଚାଲିଛି। ଆପଣମାନେ ସମସ୍ତେ ଭଲ ରୂପେ ଜାଣିଛନ୍ତି କିଏ ଶାସନ କରୁଛି। ତେଣୁ ଗୋଟେ ସ୍ୱାଭିମାନୀ ଓଡ଼ିଆ ହିସାବରେ ଆପଣମାନେ କୁହନ୍ତୁ, ଆପଣମାନଙ୍କୁ ବାଧା ଲାଗୁଛି ନା ନାହିଁ? ଆମର ବିଶ୍ୱସ୍ତରୀୟ ମୁଖ୍ୟମନ୍ତ୍ରୀ, ବିଶ୍ୱସ୍ତରୀୟ ନମ୍ବର 1 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଯେତେବେଳେ ଗୁଣଗାନ କରିଥିଲେ, ପୁଣି ଆଜି ତାଙ୍କ ହାତ ଛାଡ଼ିଦେଲେ ଆଉ ପୁଣି ବିଜେପିରେ ଆଜି ସାମିଲ ହେଲେ। ଏଇଟା ଗୋଟେ ମାନେ ଗ୍ରହଣ ମାନେ ସାଧାରଣ ଲୋକ। ଆଜ୍ଞା ଆପଣମାନେ ଭଲ ରୂପେ ଜାଣିଥିବେ, ଯେତେବେଳେ ନବୀନ ବାବୁ ଭଲ କାମ କରୁଥିଲେ, ଯେତେବେଳେ ଓଡ଼ିଶାକୁ ଶାସନ କରୁଥିଲେ, ସମସ୍ତେ ଆମେ ପ୍ରଶଂସା କରିଛୁ। ଇଭେନ୍ ଏଇ ରାଜନାଥ ସିଂ ମଧ୍ୟ ପ୍ରଶଂସା କରିଛନ୍ତି। ଆମେ ମନା କରୁନୁ। ତାର ଅର୍ଥ ନାହିଁ ଯେ ଏଇଟା କାହାର ବାପାର ପ୍ରପର୍ଟି ନାହିଁ, ଯେ ଯାହାକୁ ନାହିଁ ତାକୁ ତେଲୁଗୁ ତାମିଲ ଯାହାକୁ ନାହିଁ ତାକୁ ଆମେ ଓଡ଼ିଶାକୁ ହସ୍ତାନ୍ତର କରିଦେବା। ମୁଁ କେବେ ଅଣ ଓଡ଼ିଆକୁ ଟାର୍ଗେଟ କରୁନାହିଁ। ମୁଁ ଓଡ଼ିଆ ମାନଙ୍କୁ ଚେତେଇ ଦେବାକୁ ଚାହୁଁଛି ଯେ ଓଡ଼ିଆ ମାନେ ସ୍ୱାଭିମାନ ହୁଅ। जो ओडिशा रे वीरपुत्र माने जन्म लाभ करते से ओडिया भीरु न बनिक वीरपुत्र बनी जाओ।